বাসুদেবায়। ওম নমো ভগবতে বাসুদেবায়। ওম নমো ভগবতে বাসুদেবায়। यथा मंगलाचरण वागीशायस्य वन्दने लक्ष्येषु च वक्ष्यसि यशदेरुदय वसति तनुसिंहं भजे विश्वसर्वदिवालक्षणं श्रीकृष्णाख्य परध्याम जगध्याम नमामि तत् माधव माधवश्च सर्वसिद्धिविनायते वन्दे परस्परत्यं परस्परं प्रियलोकं मुखं करति वाचलं पङ्गुं लङ्घयते गिरि यत्कृपा हतमः वन्दे परमानंद हो माधव जो ब्राह्मण रुद्रिणं तु स्तुतन्ति दैवस्तव देवसंग पद पश्यन्ति जो सामज्ञं ध्यान वसते गदगदे मनसा पश्यन्ति जो जोगिना यस्ते न बुद्धि सुरसुरगण देवाय स्तुते नमः नारायणं नमस्कृत्यं नरचैव नरोत्तमो देवी सरस्वती व्यासं ततो जयमुदीरयेत् निर्गलं कल्पितं फलविमुखाविद्रव्ययुक्तं पिबतं भागवतं रसमलयं द्वितीय अध्याय दशम स्कंद द्वितीय अध्याय शुक उवाच बोल प्रबंधवार हरि बोल आबंदई नृसिंह चरण कहिबि विष्णुर पुराण शुक बोलंती शुण राये मर्त्य जन्मिले हे देवराये अभोज वंशर हे उत्पन्न प्रतापी राजा सुरेशन पूर्वे मथुरा पुरे थिले अनेक नृपहति जिणिले तेणु कटक मधुपुरी जहि विजय नरहरि से राजा गोविंद भक्त ताहार उग्रे हे सेन सुत देवक नामे हे तार भ्राता देवकी ताहार दुहिता रूपे कमला हानुनो हे सरी से कन्या वसुदेवरी माया भियाण पद्मनाभ करन्ति विवाह उत्सव विवाह कराई कन्या वर जावत मंगल व्यवहार अजन व्यवहारे हे से बस से देवंकु अनेक देला यौतिक चतुर शत हस्ती देला कंठे लंबाई रत्नमाला 1800 रथ जुथ अश्वदेला से हिरमते बेनी शतके हे पशिवारी देला से अलहंकार भरी बाजई भेरी तुरी वाद्य के कहु विवाहार आनंद रथे बसाई कन्या वर बनरु होइले बाहार कुसुम वर हसंती घेनी मंगल कले हे देवध्वनि उग्रे से नरह कंस सुत देव दक्षिण होइलाउकत जाहार नाम देवदड़ी दरी चालंती कंपे हे वसुंधरी सुध सुवर्ण रथे बसी राजाए कंस कुप्रशंसी भगिनी प्रिय बंधु पणे रथरे बसिलापण अश्वदौड़ी धरी करे रथ बाहिला धीरे धीरे
কোথায় দূর রথ গলা ଆକାଶୁ ଶବଦ ଶୁଭିଲା ତା ଶୁଣି ଚାହିଁଲା ଗଗନେ ଶବଦ ଶୁଭୁଅଛି ଶୂନ୍ୟେ ରେ 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 ଅସୁର କଂସ ଶୁଣ ନ ଜାଣୁ ଆପଣା ମରଣ ଯାହାର ବହୁ ଅଛି ରଥ ତୋତେ ମାରିବ ତାର ଶ୍ରୁତ ଅଷ୍ଟମ ଗର୍ଭେ ହେ ଅବତରୀ ମହି ରଖିବେ ହେ ତୋତେ ମାରି ଶୁଣି ଅନ୍ତରୀକ୍ଷ ବଚନ ରଥରୁ ଓହ୍ଲାଇବ ହନ କଇ କର ଉଞ୍ଚାଇ କର ବାଳ ଧଇଲା ଦେବ କିର ଚୂଳ ବୋଲଇ ଭଲ ହଏ ବିଚାର କୁମାରୀ କାଳୁ ଖେୟ ମାର କୁମାରୀ କାଳୁ ୟାକୁ ମାର ମୂଳୁ ମାରିଲେ ହେ ଜୀବ ସରି ଦେବଙ୍କ ସଙ୍ଗେ ହେ କିମ୍ପା କଳି ଅଧର ଚାପି ରୋଷେ ଚାହିଁ କମ୍ପଇ ଦେବ କିର କାଇ କଂସଙ୍କୁ ବସୁ ଦେବ ଚାହିଁ ଭୟେ ଚିନ୍ତଇ ଭାବଗ୍ରାହୀ କଂସର ଭୁଜ କରେ ଧରି ବୋଲଇ ଶୁଣ ଦଣ୍ଡଧାରୀ ତୁ ଅଟୁ ମୋହର ପୁରୁଷ ସଂସାରେ ଅଛି ତୋର ଯଶ ଧାର୍ମିକ ବୋଲହନ୍ତି ସକଳେ ଦେବକୀ ମାରୁ କିମ୍ପା ବଳେ ବିବାହ କାଳେ ହେଡ଼େ କର୍ମ କେମନ୍ତେ ବସି ବଟି ଧର୍ମ ଦେହର ସଙ୍ଗେ ହେ ମୃତ୍ୟୁ ଜାତ ନାହିଁ ଏହାର ଆଦିଅନ୍ତ ବାଳକ ସ୍ଥବିର ଚରଣୁ ଅବଶ୍ୟ ଲଭିବ ମରଣୁ ଦେବ ହୋଇଲେ ହେ ନିଶ୍ଚୟ ମରି ମରଣ ଛାଏଁ ହେ କିମ୍ପା ଡରି ଏ ଜୀବ ମରଣ ନିକଟେ ବେଗେ ଚିନ୍ତଇ ଅନ୍ୟ ଘଟେ ଏହାର କଲା କର୍ମ ମାନ ତେଣୁ ହୁଅନ୍ତି ସାବଧାନ କର୍ମର ବଶ ହୋଏ ଜନ୍ତୁ ଜନ୍ମ ମରଣ କର୍ମ ହେତୁ ଯୋକ ଯେ କହଇ ଚରଣେ ଯେ ସନେ ସଂସହରଇ ତୃଣେ জীব যে কর্মে হে সঞ্চরই জন্ম মরণ নাম বহি নিদ্রারে যে সহনে স্বপন দক্ষিণ পাশহরই মন দেহরে মান যেতে করি জীব ছাড়িলে হে তা পাশরি করই পর লোক ভোগ পুଣି ରଜ ବିଜୁ ଯୋଗ ଜନ୍ମିଣ ପାଶହରିଲ ତାହା ଏମନ୍ତେ ଅନାହାଦିର ମାୟା ଏକଇ ପୁରୁଷ ମୁରାରି ସକଳ ଘଟେ ହେଛନ୍ତି ପୁରୀ ସତେକ ଜଳ ଘଟ ଥୋଇ ଚାହିଁଲେ ଆକାଶ ଦିଶଇ ପୁଣି କଲେ ହେ ଏକ ଗୋଟି ତହିଁ ଆକାଶ ଥାଏ ଘୋଟି ଆକାଶ ନୁହଁ ଇଟି ଭିନ୍ନ ନାଶ ହୁଅନ୍ତି ଘଟମାନ ଏମନ୍ତେ ଆମିର ବିବେକ ଏହା ଜାଣନ୍ତି ଜ୍ଞାନୀ ଲୋକ ତୁ ଅଟୁ ମହତ ପୁରୁଷ କିମ୍ପା ହରଣେ କରୁନାଶ ଜୀବ ମରନ୍ତି ଆତ୍ମା ସୁଖେ ଅନ୍ତେ ପଡ଼ନ୍ତି ନରକେ ଏଶାନ ବଣେ ବହେଣ ତୋହର ଏହାକୁ ରକ୍ଷା କର ବୀର ସୁକ ବୋଲନ୍ତି ଶୁଣ ରାଏ ଅସୁର ସ୍ୱଭାବ ନିର୍ଦୟେ ଧର୍ମ ବଚନ ନ ଶୁଣଇ ବିଦେଶ ତାର ଜ୍ଞାନ ନାହିଁ
ଭିଣୋଇ ବୋଲ ନ ଶୁଣିଲା ପୁଣି ହୁ ହାଣି ବୋଇଲା ଦେଖି ବସୁଦେବ ବିଚାରି କାନ୍ଦଇ କାନ୍ଦଣା ସୁମହରେ ସୁମୁରାରି ପୁଣି ବିଚାରୁ ଅଛି ମନେ ଦେବକୀ ରଖିବି କୃଷ୍ଣେ ସେ ସହୁ ଏହାର ବିକଳ ରଖିବ ଲାଭ ଦେଇ ମୂଳ କିବା ନହୁଣ ମୋର ସୁତ କଂସ ହୋଇବ ପ୍ରାଣ ହତ କିବା ନହିବ ମୋର ପୁଅ ଜାଣନ୍ତୁ ପ୍ରଭୁ ଦେବରାୟ ଏମନ୍ତେ ମନେ ବିଚାରିଲା କଂସର ମୁଖକୁ ଚାହିଁଲା ବୋଲନ୍ତି ଶୁଣ ବୀର କଂସ ଛାଡ଼ ତୁ ହିରଣ୍ୟର କେଶ ଏହାର ସୁତ ତୋତେ ମାରି ଏ ତୋର ନୁହଁ ବୈରୀ ଏ ଯେତେ ଶିଶୁ ପ୍ରସବିବ ତୋର ନିକଟେ ଦେବି ସର୍ବ ତୁ ଅଟୁ ପୁରୁଷ ମହତ ଏ ମୋର 3 ବାର ସତ୍ୟ ଶୁଣନ୍ତୁ 10 ଦିଗ ଲୋକେ ଏଠାରେ ଅଛନ୍ତି ଯେତେ କୋଥେ ଏକଥା ମୋହର ପ୍ରମାଣ ଏକଥୁ ରାଖି ନାରାୟଣ ବସୁଦେବର ବୋଲୁ ଶୁଣୁ କଂସ ହିଁ ମନେ ଗୁଣି ବିଚାରି ମଣିଲା ବିଶ୍ୱାସ ଛାଡ଼ିଲା ଦେବକୀର କେଶ ଆନନ୍ଦେ ହୋଇ ସର୍ବଜନେ ଗଲେ ସେ ଯେ ଝାବୁ ବନେ କେତେହୁଁ ଦିନ ତହିଁ ଗଲା ଦେବକୀ ଗର୍ଭ ଉପୁଜିଲା ବରଷ କୁସୁତ ହୋଇଲା 1 2 ତ ପ୍ରଥମେ ହୋଇଲା ତନୟ ରୂପ ମୋହିଲା କାମ ପ୍ରାୟ ସୁତକୁ ଦେଖି ବସୁଦେବ ବିକଳେ ଚିନ୍ତ ହଇ ମାଧବ ଏ ସୁତ ଦେବ ହକି କେମନ୍ତେ ସତ୍ୟ ଯେ କରିଛି ଯୁକତେ ଦେବକୀ ମୁଖ ହରକୁ ଚାହିଁଲା ହେ କୃଷ୍ଣ ବୋଲି ଡାକ ଦେଲା କୋଳରେ ଘେନିଲା ତନୟ ହୋଇଲା ହରହସ ବିସ୍ମୟ କଂସର ସଭାରେ ମିଳିଲା ବାଳକ ତଳେ ଶୁଆଇଲା ଦେଖି ଚକିତ ସଭାଜନେ କଂସ ବିଚାରୁ ଅଛି ମନେ ଏତ ନୋହଇ ମୋ ବୈରୀ ଅଷ୍ଟମ ଗର୍ଭ ମତେ ମାରି ଏହାର ମଣି ଲୁମୁ ସତ୍ୟ ନେଇ ଏହାର ହଜିବ ସ୍ୱତ ହସିଣ ବସୁଦେବ ଚାହିଁ କହଇ ବିଶ୍ୱାସ କରାଇ ହୋଇଲେ ତୋହରେ ମଣିଲୁ ମୁଁ ସତ୍ୟ ନିୟ ତୋହର ନିଜ ସୁତ ଶୁଣି ବସୁଦେବ ଚକିତ କଂସକୁ ନ ଯାହାଇ ପରତେ ତକ୍ଷଣେ ହରିହୀଣ ବିଚାରି ପୁଣି କୁମର କୋଳେ ଧରି ବାଟରେ କର ହଇ ବିଚାର ଦୁଷ୍ଟ ଦାନବ ଦୁରାଚାର ଏବେ ମୁଁ ନେବି ବାହୁଡାଇ ପୁଣି ମାରିବ କଂସ ନେଇ ଦେବକୀ କଷ୍ଟ ଦେହ ବଡ଼ କିସ କରିବି ମୁହିଁ ରୂଢ଼ ହରିଭିଆଣ କଲେ ଯାହା ଅବଶ୍ୟ ଭୁଞ୍ଜିବଇ ତାହା ଏମନ୍ତେ ଦୁଃଖେ ସୁଖ ଯାହା ଦେବକୀ ନିକହଟେ ମିଳିଲା ସତକୁ ଦେଲା ତାର କୋଳେ କାନ୍ଦଇ ମାୟା ମୋହ ବୋଳେ ବିଚ୍ଛେଦ ଦୁଃଖ ମାତା ଚିତେ ପୁତ୍ରକୁ ପାଇ ହୀଣ ଉକତେ ନିବିଡ଼ ସ୍ନେହ କୋଳେ ଯାଇ ଆନନ୍ଦ କେ ପାହାରି ଲକ୍ଷ୍ୟଇ
ରଜନୀ ହୋଇଲା ପ୍ରବେଶ ମିଳିଲା ଅନ୍ତଃପୁରେ କଂସ ଶୀତଳ ମୋହିନ ସାରିଲା ସୁଖେ ପଲ୍ୟକେ ବିଜେ କଲା ତକ୍ଷଣେ ମିଳିଲେ ନାରଦ ଆନନ୍ଦେ କଲେ ବୀଣାବାଦ ଦେଖିଣ ତେଜିଲା ଶୟନ ପ୍ରଣାମ କଲା କବହନ ନିଜ ଆସନେ ବସାଇଲା ବିଶ୍ୱାସେ ଚରଣ ଚାପିଲା ଭକତି ଦେଖି ନାରଦ କହନ୍ତି ଶୋକ ଗଦ ଗଦ ଶୁଣ ଅସୁର ଚୂଡ଼ାମଣି ତୋର ମରଣ ମୁହିଁ ଶୁଣି ତୋ ଦୁଃଖ ଦେଖି ମୁଁ ବିକଳ ଦେଖି ନୟନ ଅଶ୍ରୁ ଜଳ ଶୁଣ ଦାନବ ଶିରୋମଣି ତୋର ମରଣ ବ୍ୟଥାବାଣୀ ଭୂମିରେ ଦେଖି ହୀନ ବିକଳ ଗୁହାରି କଲେ ଦେବ ବଳ ଆଉ ବ୍ରହ୍ମାର ତୁଲେ ଶୂଳ ପାଣି କ୍ଷୀର ସମୁଦ୍ର ସ୍ତୁତି ଭଣି ବ୍ରହ୍ମାଙ୍କୁ କହିଲେ ଅନନ୍ତେ ମନୁଷ୍ୟ ହୋଇ ବିମୁ ଜାତେ ମାରିବି ସକଳ ଅସୁର ନାସିବି ଅବହନିର ଭାର ହେମନ୍ତେ କୂଟ କଥା ମାରେ ଆଉ ଏମନ୍ତେ କୂଟ କଥା ମାନ ଭିଆଣ କଲେ ଦେବଗଣ ଦେବକୀ ଅଷ୍ଟମ ଗର୍ଭର ନିଶ୍ଚୟ ମରହଣ ତୋହର ବ୍ରହ୍ମାର ବଚନେ ମୁରାରି ମାୟା ମନୁଷ୍ୟ ରୂପ ଧରି ତୋତେ ମାରିବେ ସେ ଅନନ୍ତ ତୁ କିମ୍ପା ହୋଇଲୁ ନିଶ୍ଚନ୍ତ ଦେବେ ଉପୁଜିଛନ୍ତି ଅଂଶେ ଗୋପାଳ ଯୁତ ଭୋଜ ବଂଶେ ନନ୍ଦ ଯଶୋଦା ଆଦି ଯେତେ କହିବେ ଏକେ ତୋତେ କହିବେ କେତେ ଦେବକୀ ବେଦିବେନି ବସୁଦେବ ଆଦି ଯେତେ କହର ଯାଦବ ଯାହାର ଯେତେ କସ ସେବକ ଦେବତା ମାନେ ଏଠି ଦେଖ ତୁ ଯହୁଁ ଦୁଷ୍ଟ ହପଣେ କଲୁ କି ବୋଲୁ ବାଳକ ଛାଡ଼ିଲୁ କଂସ ବୋଇଲା ବ୍ରହ୍ମଚାରୀ ଆଉ ଅଷ୍ଟମ ଗର୍ଭ ହୋମ ବୈରୀ ଆବର ଯେତେ ଗର୍ଭ ଶିଷ୍ୟ ତହିଁ ମୋର ପ୍ରୟୋଜନ କିସ କଂସର ଶୁଣି ଉତ୍ତର ମୁନି କାଟିଲେ ଅଷ୍ଟଗାର ପ୍ରଥମେ ଗଣିଙ୍କ 8 ଛନ୍ଦେଣ ବୁଝାଇଲେ ପାଠ ବାମ ଭାଗକୁ ଦେଉଟାଣି ପୁଣି ଗଣିଲେ 8 ହଣି ଆଉ ଯେଝାର 8 ହନ୍ତି ଶୁଣ ହୋ ଅସୁର ନୃପତି ଏହା ଛାଡ଼ିଲେ କେଉଁ ଯଶ ଏଣେ ହୋ ପ୍ରୟୋଜନ କିସ ଏହା ତୁ ନ କହଲେ ବିଚାର ନିକଟେ ମରିବ ଅସୁର କଂସକୁ କରାହାଇ ଉଚ୍ଚାଟ ନାରଦ ଗଲେ ଶୂନ୍ୟ ବାଟ ଏମନ୍ତେ ମୁନି ବାକ୍ୟ ଶୁଣି କଂସ ମନେ ଗୁଣି ଦୁଃଖେ ରଜନୀ
ଉରାଇଲା ନିଜ ସଭାରେ ବିଜେ କଲା ଅସୁର ବଳ ଘେନି ସଙ୍ଗେ ନାଇଲା ପବନ ବେଗେ ଦେବକୀ ମନ୍ଦିରେ ମିଳିଲା କୋପେ ଅଧୀର କାମୁଡ଼ିଲା ଦେବକୀ ମୁଖକୁ ଅନାଇ ବୋଇଲେ କୋପ ଭର ହୋଇ ତୁଅଟୁ ବହୁହୀନ ମୋହର ମୋର ମରଣେ ତ ବିଚାର ମୁଁ ଏହା ଜାଣିବି କେମତେ ଭିଆଣ ହେଲ ଭିଅଣ ବୋଲେ ଭଉଣୀ ବୋଲେ ଗଲି ପ୍ରତେ ଏମନ୍ତେ ଅନେକ ବୋଇଲା କେଉଁ ବାଳକ ଘେନି ଗଲା ବେନି ବଚନ କରେ ଧରି ବୁଲାଏ ଅନ୍ତରାଳ କରି କୋପେ ଅନେକ ଗାଳି ଦେଲା ଶିଳା ଉପରେ କଚାଡ଼ିଲା ଦେବକୀ ବସୁଦେବବାଣୀ ବନ୍ଧକ କଲା ପାଦବାଣୀ ମାଡ଼ ମାଇଲା ମହାରୁଷେ ପାଦେ ଭରିଲା ଲୌହ ପାଶେ ଧନ ସମ୍ପଦ କଲା ରୁଜ ଆଣି ଭଜିଲା ବନ୍ଦୀ ଘର ଶତକ ବାଟ ମହାବଳ ଲୌହ ଶିକୁଳି ଅନର୍ଗଳ ପ୍ରହରୀ ସତେ ଜଗାଇ କହଇ ରୋଷ ଭର ହୋଇ ଦେବକୀ ଯେବେ ପ୍ରସବିବ ମୋର ଛାମୁରେ ଜଣାଇବ ଯେ ମୋର ବୋଲ ନ କରିବ ସେହୁ ମୋହର ଶତ୍ରୁ ହେବ ନିଜ ପିୟର ଅଣାଇଲା ଅନେକ ମାଡ଼ ମରାଇଲା ଆଉ ସଙ୍କୋଳି ଦେଲା ବନ୍ଦୀ ଘରେ ଅନେକ ଦହବ ସଙ୍ଗତେ ଅସୁର ସ୍ୱଭାବେଶ କଂସ ମାଇଲା ପହଣାର ବସ କୋପେ ସଂହାରି ନିଜପୁରେ ଅସୁର ପଶିଲା ବିଭରେ ଅସୁର ପଶିଲା ଭିତରେ କଂସ ଜାଣଇ ଯୋଗ ବଳେ ମୁଁ ଜାତ ଦାନବର କୂଳେ ଅନାଦି ଆଉ ଅନେକ ବାର ମୋର ମତେ ମାରି ମୋକ୍ଷ ନଦେଲେ ନର ହରି ଏବେ ମାରିବି ହରି ମତେ ଭାଗେ ମୋକେ ହରିବନ୍ତ ଏମନ୍ତେ ମନେ ବିଚାରିଲା ଯମ ଯଜୁଙ୍କୁ ସଙ୍ଗେ ବାଦ କଲା ଶୁଣ ସୁଜନେ ଭାଗବତ କୃଷ୍ଣ ଚରଣେ ଦେଇଚିତ ପଣ୍ଡିତେ ନଘେ ନିବଦୋଷ କୃଷ୍ଣ ଚରିତ ସୁଧାରସ କହଇ ବିପ୍ର ଜଗନ୍ନାଥ ହରିଚରଣେ ଦେଇଚିତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟା ଦଶମ ସ୍କନ୍ଧେ ପୂର୍ବାର୍ଦ୍ଧି ଶ୍ରୀକୃଷ୍ଣ ଅବତାର ଉପକ୍ରମେ ଦ୍ୱିତୀୟ ଅଧ୍ୟାୟ। तृतीय अध्याय दशम स्कंद तृतीय अध्याय शुक उवाच बोल प्रेमानंदवार हरि बोल आशुक बोलती शुण राये कंस पाइला महाभये दूर दूत पेशिला चारि दिगे निश्वासी दानवर संगे कंसर जेते मित्रगण आसी मिलिले जन जन चारुण तृणावर्ती वीर मुष्टिक अघासुर दुन्दुबि नामहरे नारद प्रलय बिम्ब कला
ପ୍ରଳୟ ବିମ୍ବ ବକା ବସୁର ଆପୁତନା ନାମ ହରେ ରାକ୍ଷସୀ ଆଗେ ମିଳିଲା ବୀର କଷି ବାଣ ନାର କାହା ରଜା ଷଣ୍ଢ ଜରାସଣ୍ଢ ସ୍ୱଭାବେ ଅଟହନ୍ତି ଏ ମନ୍ଦ। ଓಂ ଭୂର୍ଭୁବସ୍ୱଃ ତସ୍ୟ ବିଦୁର୍ବରେଣ୍ୟଂ ଭର୍ଗଦେବସ୍ୟ ଧୀମହି धियो यो न प्रचोदयात्। ओं नमो भगवते वासुदेवाय क्लीं कृष्णाय गोविन्दाय अपनाथ वल्लभाय नमो भगवते। त्वमेव माता च पिता त्वमेव बन्धुश्च सखा त्वमेव विद्यां द्रविणं त्वमेव सर्वं मम देवदेव। ओम शांति 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 पृथ्वी शांति।